ହ୍ୟାଲୋ କୋଉଠି ଏବେ ଯିବି? ହଉ ହଉ ରୁହ ମୁଁ ଯାଉଛି। ରାତି ଆସିକି ହେଇଥିଲା 9:30 ଆଉ ମୋ ସାଙ୍ଗରେ ଏତିକି ବେଳେ କଣ ହେଲା ଯେ ମତେ ସାଙ୍ଗେ ସାଙ୍ଗେ ଫୋନ କରି ଡକେଇଲା ଆଉ ମୁଁ ଜମା ବି ଡେରି ନ କରି ସାଙ୍ଗେ ସାଙ୍ଗେ ପଳେଇ ଗଲି ସାଙ୍ଗର ହଷ୍ଟେଲ ଆଡକୁ ଆଉ ସେଠି ଯାଇ ଦେଖିଲା ବେଳକୁ ବାହାରେ କେହି ବି ଗୋଟେ ଲୋକ ନାହାନ୍ତି। ତାପରେ ଯେତେବେଳେ ମୁଁ ରୁମକୁ ଏଣ୍ଟ୍ରି କଲି ସେଠି ଦେଖିଲା ବେଳକୁ ମୋ ସାଙ୍ଗମାନେ ସବୁ କଟାକୁଟି ଲଗେଇଛନ୍ତି। ତାପରେ ମୁଁ କହିଲି ମତେ ଏତେ ରାତିରେ ଫୋନ କରି ଡାକିବାର ମାନେ ତ ସେମାନେ କହିଲେ ଆଜି ସେମାନେ ବାର ମଜା କରୁଛନ୍ତି ତ ସେଥିପାଇଁ ମତେ ଆଜି ଏତେ ରାତିରେ ଡାକିଥିଲେ। ତାପରେ କଣ ହେଲା ମୁଁ ବି ତାଙ୍କର ଟିକେ ସାହାଯ୍ୟ କରିଦେଲି କାହିଁକି ନା ଶୀଘ୍ର ଶୀଘ୍ର ସରିଗଲେ ମୁଁ ଖାଇକିରି ହଷ୍ଟେଲ ପଳେଇ ଯିବି। ଆଉ ଆମ ବଡ ଭାଇଙ୍କର ବାର ମଜା କରିବା ଷ୍ଟାଇଲ ଟା ଟିକେ ଅଲଗା ଗୋଟେ ଗୋଟେ କରି ସବୁ ଜିନିଷକୁ ପକଉଥିଲେ ଆଉ ଏତେ ସବୁ ଜିନିଷ ଦେଖି ମୋ ଭୁକ ଏତେ ବଢିଗଲା ଯେ ମୁଁ ଆଉ ନିଜକୁ ଅଟକେଇ ପାଇଲିନି ଆଉ ଲାଷ୍ଟରେ ଯେତେବେଳେ ଭାଇ ଗୁଳେଇବା ଆରମ୍ଭ କଲେ ତ ସେତେବେଳେ ପୁରା କମ୍ପାନୀଟା ମହକି ଉଠିଲା। ତାପରେ ମୁଁ ନିଜକୁ ସମ୍ଭାଳି ନ ପାରି ଖାଇବା ଆରମ୍ଭ କରିଦେଲି ଆଉ ଭାଇ ମାନେ ଟେଷ୍ଟ ଏତେ ବଢିଆ ଥିଲା କଣ କହିବି। କିନ୍ତୁ ତାପରେ ଏପଟେ ଦେଖିଲା ବେଳକୁ ସବୁ ଭୋକିଲା ଦଳ ମାନେ ଗୋଲ ହେଇକରି ବସି ସାରିଲେଣି ଆଉ ବାର ମଜା ଟା ଏତେ ବଢିଆ ହେଇଥିଲା ଯେ ଆମେ ସବୁ କିଛି ଖାଇ ଦେଇକି ବାହାରି ଆଇଲୁ ହଷ୍ଟେଲ ଆଡକୁ। ତ ଆଜି ପାଇଁ ଏତିକି ଥିଲା ସାଙ୍ଗମାନେ। ତ ରହୁଛି ସାଙ୍ଗମାନେ ଜୟ ଜଗନ୍ନାଥ।